କୋଣାର୍କ ସୂର୍ଯ୍ୟ ମନ୍ଦିର, ଯାହାକି ଭାରତର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ। କିନ୍ତୁ କେବେ ଭାବିଛନ୍ତି ଏହି ମନ୍ଦିରକୁ କାହିଁକି ବନ୍ଦ ରଖାଯାଇଛି? କାହିଁକି ପୂଜା କରିବା ମାତ୍ରେ ମନ୍ଦିର ଭାଙ୍ଗିବାକୁ ଲାଗିଲା? ଗର୍ଭଗୃହରେ ଭାସୁଥିବା ମୂର୍ତ୍ତି ଏବେ ଗଲା କୁଆଡ଼େ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ଭାରତର ଓଡ଼ିଶା ରାଜ୍ୟ ପୁରୀ ଜିଲ୍ଲାରେ ଅବସ୍ଥିତ ଭଗବାନ ସୂର୍ଯ୍ୟଦେବଙ୍କ ଏକ ଭବ୍ୟ ମନ୍ଦିର, ଯାହାକି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟେ। 1300 ଶତାବ୍ଦୀରେ ନିର୍ମିତ ଏହି ରହସ୍ୟଭରା ମନ୍ଦିର ପଛରେ ରହିଛି ଅନେକ କିମ୍ବଦନ୍ତୀ। ସେହି ସମୟରେ ଓଡ଼ିଶା ବା କଳିଙ୍ଗ ସାମ୍ରାଜ୍ୟରେ ଗଙ୍ଗବଂଶୀୟ ରାଜାଙ୍କ ରାଜତ୍ୱ ଚାଲୁଥାଏ। ଗଙ୍ଗବଂଶୀୟ ରାଜା ନରସିଂହ ଦେବ ପ୍ରଥମ ମାତ୍ର 18 ବର୍ଷ ବୟସରେ ହିଁ ମହାପ୍ରତାପୀ କାକଟୀୟ ସାମ୍ରାଜ୍ୟର ରାଜା ଗଣପତିଙ୍କ ସହିତ ଯୁଦ୍ଧ କରିବାକୁ ଯାଇଥିଲେ। ଦୀର୍ଘ 3 ବର୍ଷର ଯୁଦ୍ଧ ପରେ ରାଜା ନରସିଂହ ଦେବ ପ୍ରଥମ ବିଜୟ ଲାଭ କରିଥିଲେ। କାକଟୀୟ ସାମ୍ରାଜ୍ୟରୁ ଅନେକ ଧନ ସମ୍ପତ୍ତିର ସହିତ ସେ କଳିଙ୍ଗ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ମାତା କସ୍ତୁରୀ ଦେବୀ ତାଙ୍କର ଭବ୍ୟ ସ୍ୱାଗତ କଲେ ଏବଂ କହିଲେ, ହେ ପୁତ୍ର, ମୁଁ ତୁମ ବୀରତ୍ୱରେ ଅତ୍ୟନ୍ତ ପ୍ରସନ୍ନ ଅଟେ। ତେଣୁକରି ମୁଁ ଚାହେଁ ଯେମିତି ତୁମର ପିତା ଶଙ୍ଖକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି, ଠିକ୍ ସେହିପରି ତୁମେ ମଧ୍ୟ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟଦେବଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କର। ରାଜା ନରସିଂହ ଦେବ ଯେତେବେଳେ ମାତାଙ୍କୁ ପଚାରିଲେ ସୂର୍ଯ୍ୟ ମନ୍ଦିର କାହିଁକି ଏବଂ କେବଳ ଅର୍କକ୍ଷେତ୍ରରେ କାହିଁକି, ମାତା କସ୍ତୁରୀ ଦେବୀ ହସି ଦେଇ କହନ୍ତି, ଏହା ହେଉଛି ଦ୍ୱାପର ଯୁଗର କଥା। ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ଜାମ୍ବବତୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନର ଜନ୍ମ ହୋଇଥିଲା, ଯାହାଙ୍କ ନାମ ଥିଲା ଶାମ୍ବ। ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲେ ଏବଂ ତାଙ୍କର ସୁନ୍ଦରତା ପ୍ରତି ନିଜର ଗର୍ବ ମଧ୍ୟ। ସେ ସଦା ସର୍ବଦା ନାରଦଙ୍କୁ ପରିହାସ କରୁଥିଲେ। ଥରେ ନାରଦ ଶାମ୍ବଙ୍କୁ ପ୍ରଶଂସା କରି କହିଲେ, ହେ ଶାମ୍ବ, ତୁମେ ଦେଖିବାକୁ ଏତେ ସୁନ୍ଦର, ତୁମକୁ ତ ଗୋପୀମାନଙ୍କ ସହିତ ସ୍ନାନ କରିବା ଉଚିତ। ଏହା ଶୁଣି ଶାମ୍ବ ତାଙ୍କର ମାତୃତୁଲ୍ୟ ଗୋପୀମାନଙ୍କ ସହିତ ଜଳକ୍ରୀଡ଼ା କରିବାକୁ ଲାଗିଲେ। ଏସବୁ ଯେତେବେଳେ ଶ୍ରୀକୃଷ୍ଣ ଜାଣିଲେ, ସେ ଅତ୍ୟନ୍ତ ରାଗିଗଲେ ଏବଂ ଶାମ୍ବଙ୍କୁ ଅଭିଶାପ ଦେଇ କହିଲେ, ଯେଉଁ ସୁନ୍ଦର ଶରୀରକୁ ନେଇ ତୋର ଏତେ ଗର୍ବ, ତାହା ନଷ୍ଟ ହୋଇଯିବ। ତତ୍କ୍ଷଣାତ୍ କୃଷ୍ଣଙ୍କ ଅଭିଶାପ ଫଳପ୍ରଦ ହେଲା ଏବଂ ଶାମ୍ବଙ୍କ ଶରୀର କୁଷ୍ଠ ରୋଗରେ ଆକ୍ରାନ୍ତ ହେଲା। ମାତା ଜାମ୍ବବତୀ ଯେତେବେଳେ ଏସବୁ ମୂଳରେ ଶ୍ରୀକୃଷ୍ଣଙ୍କ ଅଭିଶାପ ବୋଲି ଜାଣିଲେ, ସେ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଲେ ଏବଂ ନାରଦଙ୍କୁ ଡାକି ଏହାର ପ୍ରତିକାର କରିବା ପାଇଁ ଉପଦେଶ ମାଗିଲେ। ନାରଦ ଶାମ୍ବଙ୍କୁ ପରାମର୍ଶ ଦେଇ କହିଲେ ଯେ ସୂର୍ଯ୍ୟଦେବଙ୍କ ପ୍ରଥମ କିରଣ ଉଡ୍ର ଦେଶର କୋଣରେ ପଡ଼ିଥାଏ, ତେଣୁ ସେହି ସ୍ଥାନକୁ ଯାଇ ସୂର୍ଯ୍ୟଦେବଙ୍କୁ ଧ୍ୟାନ କରିବାକୁ ହେବ। ଶାମ୍ବ ଅନେକ ଯାତ୍ରା କରିବା ପରେ କୋଣାର୍କର ଚନ୍ଦ୍ରଭାଗା ନଦୀ କୂଳରେ ପହଞ୍ଚିଲେ। ଅର୍ଣ୍ଣ ଜଳ ତ୍ୟାଗ କରି 12 ବର୍ଷ ଯାଏ କଠିନ ତପସ୍ୟା କରିବା ପରେ ଶାମ୍ବ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କଲେ। ସୂର୍ଯ୍ୟଦେବ ସେଠାରେ ପ୍ରକଟ ହୋଇ କହିଲେ, ହେ ଶାମ୍ବ, ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ମାତ୍ରେ ତୁମେ ଆରୋଗ୍ୟ ଲାଭ କରିବ। ଏତିକି କହି ସୂର୍ଯ୍ୟଦେବ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ଶାମ୍ବ ସେହି ନଦୀରେ ସ୍ନାନ କରିବା ମାତ୍ରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ ଏବଂ ସେ ସେହି ନଦୀରେ ସୂର୍ଯ୍ୟଦେବଙ୍କ ଏକ ମୂର୍ତ୍ତି ପାଇଲେ। ସେହି ମୂର୍ତ୍ତିକୁ ସ୍ଥାପନ କରି ପ୍ରଥମେ ଶାମ୍ବ ସେଠାରେ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ। ମୁଁ ମଧ୍ୟ ବିବାହ ପରେ ପରେ ଅନେକ ବର୍ଷ ଯାଏଁ ଅପୁତ୍ରିକ ରହିବା ପରେ ଶେଷରେ ସେଠାରେ ସୂର୍ଯ୍ୟଦେବଙ୍କ ଆରାଧନା କରିଥିଲି ଏବଂ ତୁମକୁ ପୁତ୍ର ରୂପରେ ପାଇଛି। ତେଣୁକରି ତୁମେ ଅର୍କକ୍ଷେତ୍ର କୋଣାର୍କରେ ଏକ ଭବ୍ୟ ମନ୍ଦିର ନିର୍ମାଣ କର। ମାତା କସ୍ତୁରୀ ଦେବୀଙ୍କ ଏପରି କଥା ଶୁଣି ରାଜା ନରସିଂହ ଦେବ ମାତାଙ୍କୁ କଥା ଦେଲେ ଯେ ସେ କୋଣାର୍କରେ ଏକ ଏମିତି ସୂର୍ଯ୍ୟଦେବଙ୍କ ମନ୍ଦିର ନିର୍ମାଣ କରିବେ
ଯାହାକି ସାରା ବିଶ୍ୱରେ ଅଦ୍ୱିତୀୟ ହେବ। ରାଜା ନରସିଂହ ଦେବଙ୍କ ଆଦେଶରେ ଶିବେଇ ସାମନ୍ତରାୟ ତାଙ୍କର ସାଥୀ ବାସ୍ତୁକାର ବିଶୁ ମହାରଣାଙ୍କ ସହିତ ଏକ ଭବ୍ୟ ମନ୍ଦିରର ରୂପରେଖ ରାଜାଙ୍କ ଆଗରେ ପ୍ରସ୍ତୁତ କଲେ। ସେହି ମନ୍ଦିରର ପ୍ରତିରୂପ ସୂର୍ଯ୍ୟଦେବଙ୍କ ରଥ ଆକୃତିର ଥିଲା ଏବଂ ସେହି ରଥକୁ 7ଟି ଘୋଡ଼ା ଟାଣୁଥିଲେ। ଏହା ଦେଖି ରାଜା ନରସିଂହ ଦେବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଶୀଘ୍ର ମନ୍ଦିର ନିର୍ମାଣ କରିବା ପାଇଁ ଆଦେଶ ଦେଲେ। ଦୂର ଦୂରାନ୍ତରରୁ ଅନେକ ପ୍ରସ୍ତର ଅଣାହେଲା ଏବଂ ମନ୍ଦିର ନିର୍ମାଣ କରିବା ପାଇଁ ଏକ ସମତଳ ଭୂମି କରିବାକୁ ଚନ୍ଦ୍ରଭାଗା ନଦୀରେ ସମସ୍ତ ପଥରକୁ ପକାହେଲା। କିନ୍ତୁ ନଦୀରେ ଯେତେ ପଥର ପକାଇଲେ ମଧ୍ୟ ତାହା ନଦୀର ଗଭୀର ସ୍ରୋତରେ ଭାସି ଯାଉଥିଲା। ଏହା ଦେଖି ଶିବେଇ ସାମନ୍ତରାୟ ଚିନ୍ତାରେ ପଡ଼ିଗଲେ। ଦିନେ ଚିନ୍ତାରେ ବୁଲୁ ବୁଲୁ ଏକ ବୃଦ୍ଧ ମହିଳାଙ୍କ ଘରେ ପହଞ୍ଚିଲେ। ବୃଦ୍ଧ ମହିଳା ଜଣକ ଶିବେଇ ସାମନ୍ତରାୟଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ତାଙ୍କର ଖାଇବା ପାଇଁ ବାଜରା ନିର୍ମିତ ଗରମ ଗରମ କ୍ଷୀରି ଦେଲେ। ଶିବେଇ ତରବରରେ କ୍ଷୀରିର ମଝିରେ ହାତ ପୁରାଇ ଦେଲେ। ଫଳରେ ଶିବେଇଙ୍କ ହାତ ପୋଡ଼ିଗଲା। ବୃଦ୍ଧା ଜଣକ ହସି ଦେଇ କହିଲେ, ଏକାଥରକେ ମଧ୍ୟ ଭାଗରୁ ନ ଖାଇ ଧୀରେ ଧୀରେ ମୂଳରୁ ଆରମ୍ଭ କର। ଏହା ଶୁଣି ଶିବେଇ ମନ୍ଦିର ନିର୍ମାଣରେ କରୁଥିବା ଭୁଲକୁ ବୁଝିପାରିଲେ ଏବଂ ପ୍ରସ୍ତରକୁ ମଧ୍ୟ ଭାଗରେ ନ ଦେଇ କୂଳରୁ କାର୍ଯ୍ୟ ଆରମ୍ଭ କରିଥିଲେ। କହନ୍ତି ସେହି ବୃଦ୍ଧ ମହିଳା ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମା ରାମଚଣ୍ଡୀ। 1200 କାରିଗର 12 ବର୍ଷ ସମୟ କାଳରେ ମନ୍ଦିରକୁ ନିର୍ମାଣ କରିଦେଲେ। କିନ୍ତୁ ଶତ ଚେଷ୍ଟା କଲେ ମଧ୍ୟ ମନ୍ଦିରର ଦଧିନଉତି ବସାଇ ପାରିଲେ ନାହିଁ। ଶେଷରେ ରାଜା ନରସିଂହ ଦେବ ଆଦେଶ ଦେଲେ ଯେ ଯଦି ଆସନ୍ତାକାଲି ସକାଳ ଯାଏଁ ଶିଖରରେ କଳସ ସ୍ଥାପିତ ନ ହେଲା ତାହେଲେ 1200 କାରିଗରଙ୍କ ଶିରଚ୍ଛେଦନ ହେବ। ଏହା ଶୁଣି ସମସ୍ତେ ଚିନ୍ତିତ ହୋଇପଡ଼ିଲେ। ମୁଖ୍ୟ ଶିଳ୍ପକାର ବିଶୁ ମହାରଣା ସେ ଯେତେବେଳେ ମନ୍ଦିର ନିର୍ମାଣ ପାଇଁ କୋଣାର୍କ ଆସିଥିଲେ, ଘରେ ତାଙ୍କର ଏକ ନବଜାତ ପୁତ୍ର ସନ୍ତାନ ଥିଲା ଯାହାଙ୍କ ନାମ ଥିଲା ଧର୍ମପଦ। ସମସ୍ତେ ତାଙ୍କୁ ଧର୍ମା ଡାକନ୍ତି। ସେ ପିତାଙ୍କ ଗୌରବର କାହାଣୀ ଓ ଘରେ ଥିବା ବାସ୍ତୁଶାସ୍ତ୍ର ପଢ଼ି ପଢ଼ି 12 ବର୍ଷରେ ସେ ମଧ୍ୟ ବାସ୍ତୁକଳାରେ ପାରଙ୍ଗମ ହୋଇଥିଲେ। ସେ ମାତାଙ୍କ ଆଗରେ ଜିଦ୍ କଲେ ଯେ ସେ କୋଣାର୍କ ଯିବେ ଓ ନିଜର ପିତା ବିଶୁ ମହାରଣାଙ୍କୁ ଦେଖି ନିଜର କଳା ଓ ବିଦ୍ୟା ସମ୍ପର୍କରେ କହିବେ। ପିତାଙ୍କଠାରୁ 12 ବର୍ଷ ଯାଏଁ ଦୂରରେ ଥିବା ଧର୍ମାଙ୍କୁ ତାଙ୍କର ମାତା ଆଉ ଅଟକାଇ ପାରିଲେ ନାହିଁ। ତାଙ୍କ ବାଡ଼ିରେ ଥିବା କିଛି ବୋରକୋଳି ଓ ତାଙ୍କର ପୋଷା କୁକୁର ବଳିଆଙ୍କ ସହିତ ଧର୍ମାଙ୍କୁ କୋଣାର୍କ ଯିବା ପାଇଁ ଅନୁମତି ଦେଲେ। କୋଣାର୍କ ପହଞ୍ଚିଲା ପରେ ବଳିଆ ନିଜ ମାଳିକଙ୍କୁ ଚିହ୍ନି ପାରିଲା ଏବଂ ପିତା ପୁତ୍ରଙ୍କ ଅପୂର୍ବ ମିଳନ ହେଲା। କିନ୍ତୁ 1200 ବଢ଼େଇଙ୍କ ଦୁଃଖ ଦେଖି ଧର୍ମା ପିତା ବିଶୁ ମହାରଣାଙ୍କୁ ସମସ୍ତ କଥା ପଚାରିଲେ ଏବଂ କହିଲେ, ବାପା, ମୁଁ ଥରେ ଏହି ମନ୍ଦିରର ଦଧିନଉତି ବସାଇବା ପାଇଁ ଚେଷ୍ଟା କରିବି। ପିତା ଓ ଶିବେଇଙ୍କ ଅନୁମତି ପାଇ ଧର୍ମା ମନ୍ଦିର ଶିଖରକୁ ଚଢ଼ିଗଲା ଏବଂ ତାର ଜ୍ଞାନ କୌଶଳ ସାହାଯ୍ୟରେ ସେ ଦଧିନଉତି ବସାଇବାରେ ସଫଳ ହେଲା। ମନ୍ଦିରରେ ଚୁମ୍ବକୀୟ ଦଧିନଉତି ବସାଇବା ପରେ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଶୂନ୍ୟରେ ଭାସ୍ୟମାନ ହେଲା। ଏହା ଦେଖି ସମସ୍ତ କାରିଗର ଖୁସିରେ ନାଚି ଉଠିଲେ। କିନ୍ତୁ କିଛି କାରିଗର କହିଲେ, ସକାଳ ହେବା ମାତ୍ରେ ଯେତେବେଳେ ରାଜା ଜାଣିବେ ଯେ ଏହି କାର୍ଯ୍ୟଟି ସାମାନ୍ୟ ଏକ ବାଳକ ସମ୍ପୂର୍ଣ୍ଣ କରିଛି ଯାହା 1200 ବଢ଼େଇ କରିପାରିଲେ ନାହିଁ, ତେବେ ନିଶ୍ଚୟ ରାଜା 1200 ବଢ଼େଇଙ୍କର ଶିର ଛେଦନ କରିବେ। ଏସବୁ କଥା ଶୁଣି ଧର୍ମା ଭାବିଲା ଯେ ମୋ ଜୀବନଠାରୁ 1200 ବଢ଼େଇଙ୍କ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଅଟେ। ପିତାଙ୍କୁ ପ୍ରଣାମ କରି ସେ ମନ୍ଦିର ଶିଖରକୁ ଚଢ଼ିଗଲା ଏବଂ ମନ୍ଦିର ଶିଖରରୁ ସମୁଦ୍ରରେ ଡେଇଁ ପଡ଼ିଲା। ସକାଳେ ଯେତେବେଳେ ରାଜା ନରସିଂହ ଦେବ ମନ୍ଦିରକୁ ଆସି ଦେଖିଲେ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଶୂନ୍ୟରେ ଭାସ୍ୟମାନ ହେଉଥିଲା। ଏସବୁ ଦେଖି ରାଜା ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ଶିବେଇ ସାମନ୍ତରାୟ ଓ ବିଶୁ ମହାରଣାଙ୍କ ଅନେକ ପ୍ରଶଂସା କଲେ। ରାଜା ନରସିଂହ ଦେବ ଘୋଷଣା କଲେ ଯେ ମାଘ ଶୁକ୍ଳ ସପ୍ତମୀ ଦିନ ହିଁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ କରାଯିବ। ଶିବେଇ କହିଲେ,
ତିଥି ଅତ୍ୟନ୍ତ ଉତ୍ତମ ଅଛି, କିନ୍ତୁ ପ୍ରାଣ ପ୍ରତିଷ୍ଠା ପାଇଁ ଏହା ଉତ୍ତମ ସମୟ ନୁହେଁ। ରାଜା ନରସିଂହ ଦେବ କିନ୍ତୁ ସେହି ଦିନ ହିଁ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ଆଦେଶ ଦେଲେ। ନିର୍ଦ୍ଧାରିତ ଦିନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେଲା, କିନ୍ତୁ ଶୀଘ୍ର ହିଁ ମନ୍ଦିରରେ ଅନେକ ଅଘଟଣ ଘଟିତ ହେଲା। ମନ୍ଦିରରେ ଥିବା ଏକ ବିଶାଳ ସିଂହର ମୂର୍ତ୍ତି ଭୁଷୁଡ଼ି ପଡ଼ିଲା। ଧୀରେ ଧୀରେ ଅନେକ ପଥର ଖସିବାକୁ ଲାଗିଲା। ରାଜା ନରସିଂହ ଦେବ ଯେତେବେଳେ ଜାଣିଲେ ଯେ ମନ୍ଦିରର ପ୍ରଥମ ଦିନ ହିଁ ଗୋଟିଏ ନିରୀହ 12 ବର୍ଷ ବାଳକର ମୃତ୍ୟୁରୁ ଆରମ୍ଭ ହୋଇଛି, ମନ୍ଦିରରେ ପୂଜା ବନ୍ଦ କରିଦିଆହେଲା। ବର୍ଷ ବର୍ଷ ଧରି ମନ୍ଦିର ବନ୍ଦ ପଡ଼ି ରହିଲା। ଫଳରେ ଆଖପାଖ ଅଞ୍ଚଳରେ ଅନେକ ଗଛଲତା ବଢ଼ି ଉଠିଲା ଏବଂ ସୂର୍ଯ୍ୟଙ୍କ ମନ୍ଦିର ଓ ମୂର୍ତ୍ତି ସେହି ଜଙ୍ଗଲରେ ହଜିଗଲା। ଇଂରେଜ ଶାସନ ସମୟରେ ଇଂରେଜମାନେ ହିଁ ଏହି ମନ୍ଦିରକୁ ପୁନରୁଦ୍ଧାର କରିଥିଲେ ଏବଂ ପରେ ପରେ ଅନେକ ବିଦେଶୀ ଆକ୍ରମଣରୁ ମଧ୍ୟ ମନ୍ଦିର ଅନେକ କ୍ଷତିଗ୍ରସ୍ତ ହୋଇଗଲା। ଏବେ ଯାହା ଦେଖାଯାଉଛି ତାହା ମନ୍ଦିରର କେବଳ ଏକ ଭଗ୍ନ ଅଂଶ ମାତ୍ର। ଦର୍ଶକ ବନ୍ଧୁ, ଏହା ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ କିଛି ତଥ୍ୟ। ଭିଡ଼ିଓଟି କେମିତି ଲାଗିଲା ଓ ଆଗକୁ କେଉଁ ଭିଡ଼ିଓ ଦେଖିବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଏମିତି ଆମର ଦେବାଦେବୀ ଓ ସଂସ୍କୃତି ବିଷୟରେ ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଭିଡ଼ିଓକୁ ଶେଷ ଯାଏଁ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।